ଅଭିନନ୍ଦନ ଜଣାଉଛି। ମୋର ପ୍ରିୟ ଛାତ୍ରଛାତ୍ରୀ, ଆପଣଙ୍କର କଲେଜର ପ୍ରତିଷ୍ଠାତା ମହାଭାରତର ଏକ ଗଳ୍ପ କହିଲେ ମୁଁ ପୁଣି ସେ ମହାଭାରତ କଥାରୁ ଆରମ୍ଭ କରିବି। ମହାଭାରତ ଯୁଦ୍ଧ ଚାଲିଥିଲେ ଏକ ଅସାମଞ୍ଜସ୍ୟ ଯୁଦ୍ଧର କୌଣସି ନିର୍ଣ୍ଣୟ ହୋଇପାରୁନଥିବା ସ୍ଥଳେ ଦିନେ ପିତାମହ ଭୀଷ୍ମଙ୍କୁ ଦୁର୍ଯ୍ୟୋଧନ ମିଶିଛନ୍ତି। ଭୀଷ୍ମଙ୍କୁ କହିଛନ୍ତି ଯେ ଆପଣ ଅଙ୍ଗରାଜ କର୍ଣ୍ଣକୁ ଯୁଦ୍ଧକୁ ଅନୁମତି ଦିଅନ୍ତୁ ଯୁଦ୍ଧ କରିବାକୁ, ଯିଏକି କେବଳ ଅର୍ଜୁନକୁ ହରାଇ ପାରିବ। ଭୀଷ୍ମ ମନା କରିଛନ୍ତି, ମୁଁ ଯେତେ ଦିନ ପର୍ଯ୍ୟନ୍ତ ଜୀବିତ ଅଛି ସେତେ ଦିନ ପର୍ଯ୍ୟନ୍ତ ଅଙ୍ଗରାଜ କର୍ଣ୍ଣ ଯୁଦ୍ଧରେ ଅଂଶଗ୍ରହଣ କରିପାରିବ ନାହିଁ। କାରଣ ସିଏ କହିଛନ୍ତି ମୋର ଗୁରୁ ପରଶୁରାମର ଏପରି କୌଣସି ଶିଷ୍ୟ ଅସଭ୍ୟ ହେବନି ଯିଏ ଏକ ନାରୀକୁ ବେଶ୍ୟା କହିବ, ଯିଏ ଏକ ନାରୀର ଅଞ୍ଚଳକୁ ରକ୍ଷା କରିପାରିବ ନାହିଁ। ତେଣୁ ମହାଭାରତ ଯୁଦ୍ଧରେ ଆପଣ ଜାଣିଥିବେ